हेलो फ्रेंड्स ଆପଣଙ୍କୁ ଓଡ଼ିଶା ଏକ୍ଜାମ ଚ୍ୟାନେଲକୁ ସ୍ୱାଗତ କରୁଛି। ଯେଉଁ ପିଲାମାନେ NRTS ବା ନ୍ୟାସନାଲ୍ ରୁରାଲ୍ ଟ୍ୟାଲେଣ୍ଟ ସ୍କଲାରସିପ୍ ଏକ୍ଜାମ 2025 ଦେବା ପାଇଁ ଆବେଦନ କରିଥିଲେ ସେମାନଙ୍କର ପରୀକ୍ଷା ତାରିଖ ଘୁଞ୍ଚି ଯାଇଛି, ଯାହାକି 10 ସେପ୍ଟେମ୍ବରରେ ହେବାର ଥିଲା। ତାହା ଘୁଞ୍ଚି ଯାଇଛି। ଆଡ଼ମିଟ୍ କାର୍ଡ଼ ଡେଟ୍ ବି ଘୁଞ୍ଚି ଯାଇଛି। ଆଡ଼ମିଟ୍ କାର୍ଡ଼ ଆସିବ। NRTS ପରୀକ୍ଷା କେଉଁଦିନ ହବ, ଆଡ଼ମିଟ୍ କାର୍ଡ଼ କେବେଠାରୁ ଡାଉନଲୋଡ଼ ହବ, ଆସନ୍ତୁ ଡିଟେଲ୍ସ ଜାଣିବା। ତା ପୂର୍ବରୁ ଯଦି ବର୍ତ୍ତମାନ ପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ସବସ୍କ୍ରାଇବ୍ କରିନିଅନ୍ତୁ। ପାଖରେ ଥିବା ବେଲ୍ ଆଇକନ୍ ଦବାବାକୁ ଭୁଲିବେନି। ଦେଖନ୍ତୁ NRTS ଏକ୍ଜାମ 2025 ରିଗାର୍ଡିଂ ବା ଆଡ଼ମିଟ୍ କାର୍ଡ଼ ରିଗାର୍ଡିଂ ଯଦି ଲେଟେଷ୍ଟ ଅପଡେଟ୍ ଲେଟେଷ୍ଟ ଇନଫର୍ମେସନ୍ ଆପଣ ଜାଣିବାକୁ ଚାହୁଁଛନ୍ତି, ତେବେ ଆପଣ ଗୁଗଲ ସର୍ଚ୍ଚରେ ଟାଇପ୍ କରିବେ NRTS ଆଡ଼ମିଟ୍ କାର୍ଡ଼ 2025। ଟାଇପ୍ କରିକି ସର୍ଚ୍ଚ କଲେ ଆପଣ କେତେ ଗୁଡ଼ିଏ ଲିଙ୍କ୍ ପାଇଯିବେ। ତଳକୁ ସ୍କ୍ରୋଲ୍ କରିବେ, ଦେଖିବେ ଓଡ଼ିଶା ଏକ୍ଜାମ୍ସ.com ର ଲିଙ୍କ୍ ଅଛି। ଏଠାରେ ଓଡ଼ିଶା NRTS ଆଡ଼ମିଟ୍ କାର୍ଡ଼ 2025 ଡାଉନଲୋଡ଼, ଏହି ଲିଙ୍କ୍ ଉପରେ ଆପଣ କ୍ଲିକ୍ କରିବେ। କଲେ ଏହି ପୋଷ୍ଟକୁ ଆସିଯିବେ। ଏହି ପୋଷ୍ଟରେ ଡିଟେଲ୍ ଇନଫର୍ମେସନ୍ ଅଛି, ଆପଣ ପାଇଯିବେ। NRTS ଆଡ଼ମିଟ୍ କାର୍ଡ଼ 2025 ରିଗାର୍ଡିଂ ଏକ୍ଜାମ ରିଗାର୍ଡିଂ ଦେଖନ୍ତୁ ତଳକୁ ସ୍କ୍ରୋଲ୍ କରିବା। ଗୋଟିଏ ଆର୍ଟିକଲ ଆସିଛି ସମ୍ବାଦ ପେପରରେ। ଦେଖନ୍ତୁ NRTS ପରୀକ୍ଷା 19 ତାରିଖକୁ ଘୁଞ୍ଚିଲା। ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ ପକ୍ଷରୁ ଚଳିତ ମାସ 10 ତାରିଖରେ ହେବାକୁ ଥିବା ଜାତୀୟ ଗ୍ରାମାଞ୍ଚଳ ମେଧାବୃତ୍ତି ପରୀକ୍ଷା NRTSକୁ ଘୁଞ୍ଚାଇ ଦିଆଯାଇଛି। ପରୀକ୍ଷା ସେପ୍ଟେମ୍ବର 10 ତାରିଖ ବଦଳରେ ସେପ୍ଟେମ୍ବର 19 ତାରିଖ ଶୁକ୍ରବାର ସକାଳ 10ଟାରୁ 12ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ବୋର୍ଡ ପକ୍ଷରୁ ପୁନଃ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ପରୀକ୍ଷା ପାଇଁ ନାମ ପଞ୍ଜୀକରଣ କରିଥିବା ଛାତ୍ରଛାତ୍ରୀଙ୍କ ଆଡ଼ମିଟ୍ କାର୍ଡ଼ ବୋର୍ଡ ୱେବସାଇଟ୍ରେ ଆସନ୍ତା 10 ତାରିଖରେ ଉପଲବ୍ଧ ହେବ ବୋଲି ସୂଚନା ଦିଆଯାଇଛି। ଏହିପରି ଭାବରେ ଜାଣିପାରିଲେ ଆପଣଙ୍କର ପରୀକ୍ଷା 19 ତାରିଖରେ ହେବ ଏବଂ ଆଡ଼ମିଟ୍ କାର୍ଡ଼ ଆପଣଙ୍କର ସେପ୍ଟେମ୍ବର 10 ତାରିଖରୁ ଆପଣ ବୋର୍ଡ ୱେବସାଇଟ୍ରେ ଆପଣଙ୍କର ଆଡ଼ମିଟ୍ କାର୍ଡ଼ ଆଭେଲେବେଲ୍ ହେଇଯିବ। ଆଶା କରୁଛି ଭିଡ଼ିଓଟି ଆପଣଙ୍କୁ ନିଶ୍ଚୟ ଭଲ ଲାଗିଥିବ। ସାଙ୍ଗସାଥିମାନଙ୍କୁ ସେୟାର କରିବା ଭୁଲିବେନି। ଆପଣ ଆମ ଭିଡ଼ିଓ ଦେଖୁଥିବାରୁ ବହୁତ ବହୁତ ଧନ୍ୟବାଦ।